କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଗୌରହରି ଦାସଙ୍କର କେତେ ରଙ୍ଗର ଜୀବନ ପଢ଼ି ଶୁଣାଉଛନ୍ତି ଅନିତ୍ୟ ମହାନ୍ତି। ଭାଗ 1। ତମାଳର ଆଖି ଜୁଳୁଜୁଳୁ ହେଇଗଲା। ମନେ ହେଲା ହଠାତ୍ ଆକାଶର ସବୁ ନାଲି ଓ ନେଳି ରଙ୍ଗ ଏକା ସାଙ୍ଗରେ ଅବା ତା ଆଗରେ ଢାଳି ହେଇଗଲା। ରଙ୍ଗ ସಮೇତ ଇଜେଲଟା ତା ଉପରେ ଓ ସେ ରାସ୍ତାକଡ଼ ନାଲିଗୁଡ଼ି ଉପରେ। ତା କହୁଣୀଟା ମାଟିରେ ଘଷୁ ହୋଇ ଆଞ୍ଚୁଡ଼ି ପଡ଼ିଥିଲା। ଓଠ ଓ ନାକରେ ଘାସଗୁଣ୍ଡ ପଶିଯାଇଥିଲା। ସେ ଅନେଇ ଦେଖିଲା, ଅଧା ସରିଥିବା ଚିତ୍ରଟା ଧୂଳିରେ ଲୁଟୁଛି ଅଲୋଡ଼ା ଅଳିଆ ପରି। ସେ ଉଠି ଠିଆ ହେଲା, ଜୋରରେ ନିଶ୍ୱାସ ନେଲା। ତା ପାଟିରୁ ବାହାରି ପଡ଼ିଲା, ମଣିଷ ବଞ୍ଚିଗଲା। ସେ କିଛି ବୁଝିବା ଆଗରୁ କାରଟି ଦ୍ରୁତଗତିରେ ଆସି ତା ଇଜେଲକୁ ଧକ୍କା ଦେଇ ପଳାଇଥିଲା। ସେତେବେଳେ ସେ ପୂର୍ବ ଆକାଶର ସୂର୍ଯ୍ୟୋଦୟକୁ ଅନେଇ ଚିତ୍ରଟା ଆଙ୍କୁଥିଲା। ତମାଳ ଅନେଇ ଦେଖିଲା, ପଛରେ ଗୋଟିଏ ବିରାଟ ବଙ୍ଗଳା। ତାର ଫାଟକ ବନ୍ଦ କରୁଥିଲା ଜଗୁଆଳି। କଳା ରଙ୍ଗର କାରଟା ସେହି ଘରର ଫାଟକ ପାରି ହୋଇ ଆସିଲା। ତାକୁ ଧକ୍କା ଦେଇ ପୁଣି ଡାହାଣ ପଟକୁ ଭାଙ୍ଗି ରାଜପଥ ଦିଗରେ ମୁହାଁଇଗଲା। ଅତଏବ ସେହି ଘରଟା ହିଁ କାର ମାଲିକଙ୍କର ଘର, ତମାଳ ଅନୁମାନ କଲା। ଏଇମାତ୍ର ଖୋଲିଥିବା ଚା ଦୋକାନର ଲୋକମାନେ କୁହାକୁହି ହେଉଥିଲେ, ଭାଗ୍ୟ ଭଲ ବଞ୍ଚିଗଲା, ନହେଲେ କଣ ଯେ ହେଇଥାନ୍ତା। ବାପରେ ବାପ, କି ସ୍ପିଡ୍! ଇଏ କାର ନା ଏରୋପ୍ଲେନ୍? ଭୁବନେଶ୍ୱର ବି ଦିଲ୍ଲୀ ବମ୍ବେ ହେଇଗଲାଣି। ଏଠି ଆଉ ଫୁଟପାଥ ନିରାପଦ ନୁହେଁ। ହୋ ଭାଇ, ତମ ଚିତ୍ରଫିତ୍ର ପାଇଁ ଆଉ ଜାଗା ମିଳୁନି? ଅବିକା କଣ ହେଇଥାନ୍ତା କହିଲ? ଏସବୁ ତାରି ଉଦ୍ଦେଶ୍ୟରେ କୁହାଯାଉଥିବା ତମାଳ ଜାଣିପାରୁଥିଲା। ସେ ସକାଳୁ ସକାଳୁ ଫରେଷ୍ଟ ପାର୍କର ଏହି ଗଳି ରାସ୍ତା ପାଖରେ ସୂର୍ଯ୍ୟୋଦୟର ଚିତ୍ର ଆଙ୍କୁଥିଲା। ବଡ଼ ବଡ଼ କୋଠାଘର ମଝିରେ 4ଟା ତାଳଗଛ। ସେହି ତାଳଗଛ ସନ୍ଧିରୁ ସେ ସୂର୍ଯ୍ୟକୁ ଦେଖୁଥିଲା। କୁହୁଡ଼ିଆ ଅନ୍ଧାର ଭିତରୁ ମୁଣ୍ଡ ଟେକୁଥିଲା ସକାଳର ସୂର୍ଯ୍ୟ। ପେନ୍ସିଲରେ ସ୍କେଚଟା ଆଙ୍କି ସାରି ତହିଁରେ ରଙ୍ଗ ଦେବ ବୋଲି ଡବାଗୁଡ଼ିକ ଖୋଲୁଥିଲା। ସେତିକିବେଳେ ଏହି ଘଟଣା। ଇଜେଲଟା ଭାଙ୍ଗିଛି, ରଙ୍ଗତକ ଗଲା, ତା ସାଙ୍ଗକୁ ପରିଶ୍ରମ। ତମାଳକୁ ଯେତେ କଷ୍ଟ ହେଉଥିଲା ସେତିକି ରାଗ ମାଡ଼ୁଥିଲା। ତମାଳ ସହଜରେ ରାଗେନି, ଶାନ୍ତ ସ୍ୱଭାବର ମଣିଷ ସେ। ଆଜି କିନ୍ତୁ ସେ ରାଗିଥିଲା। ସେ ତା ଜିନିଷପତ୍ରତକ ବ୍ୟାଗରେ ପୂରେଇ ସ୍କୁଟରରେ ଝୁଲେଇଲା। ଚା ଦୋକାନ ପାଖେ ସ୍କୁଟର ରଖିଦେଇ ସେଇ କୋଠା ଆଡ଼କୁ ବଡ଼ ବଡ଼ ପାହୁଣ୍ଡ ପକାଇ ସେ ଆଗେଇଗଲା। ଘରଟା ବିରାଟ କାୟ। ଛକ ମୁଣ୍ଡରୁ ଯେଡ଼ିକି ଦିଶୁଥିଲା ତାଠାରୁ ବେଶ୍ ବଡ଼। ଧୂସର ଇଟା ଓ ଚମ୍ପା ହଳଦୀ ରଙ୍ଗର ଘରଟାକୁ ଜଗିଥିଲା ନୀଳ ୟୁନିଫର୍ମ ପିନ୍ଧିଥିବା ଗୋଟିଏ ସିକ୍ୟୁରିଟି ଗାର୍ଡ, ଯିଏ ତାକୁ ଫାଟକ ପାଖରେ ଅଟକିବାକୁ କହିଲା। ତମାଳ ଭିତରକୁ ଅନେଇ ଦେଖିଲା। ଗେଟ୍ ପାଖରୁ ଘର ଭିତରକୁ ଯାଇଥିବା ରାସ୍ତାଟା ମଝିରେ ତଳକୁ ଝୁଙ୍କି ପୁଣି ଉଠିଯାଇଛି। ସେ କହିଲା, ହେ ଭାଇ, ଇଏ କଣ? ବାବୁଙ୍କ ନାଁ କଣ କହିଲ? ଗାଡ଼ି ଚଢ଼ିବେ ବୋଲି କଣ ମଣିଷଙ୍କୁ ମାରିଦେବେ ନା କଣ? ତମାଳର ସ୍ୱରରେ ଉଦ୍ବେଗ। ତେବେ ତା ସ୍ୱରର ଉଦ୍ବେଗ ସେହି ସିକ୍ୟୁରିଟି ଗାର୍ଡଟିକୁ ଆଦୌ ପ୍ରଭାବିତ କଲା ନାହିଁ। ସିଏ ଏଇ ସକାଳ ବେଳା ଡ୍ୟୁଟିରେ ଆସି ଯୋଗ ଦେଇଥିଲା। କହିଲା, ସାର୍ ଖୁବ୍ ସ୍ପିଡରେ ଗାଡ଼ି ଚଳାନ୍ତି। ଆଚ୍ଛା ଭାଇ, ରମେଶ ଚା ଦୋକାନ ଖୋଲିଲାଣି? ତମାଳ ରାଗିଗଲା। ସେ ବଡ଼ ପାଟିରେ କହିଲା, ହଇଓ, ମୋ ଜୀବନଟା ଏବେ ଯାଇଥାନ୍ତା, ତମକୁ ଚା ଚିନ୍ତା ପଡ଼ୁଛି? ବଡ଼ ହୃଦୟହୀନ ଲୋକ ତୁମେ। ସିକ୍ୟୁରିଟି ଗାର୍ଡଟି କୌଣସି କଥାରେ ପ୍ରଭାବିତ ନ ହେବା ଲାଗି ସତେକି ପଣ କରିଥିଲା। ସେ ତା ଟୋପିଟି ମୁଣ୍ଡରୁ କାଢ଼ି ଏପଟ ସେପଟ କରି ଦେଖିଲା ଓ ପୁଣି ଥରେ ପିନ୍ଧିଲା। ତମାଳ କଥାରେ ସେ ପଦେ ହେଲେ କିଛି ଜବାବ ଦେଲା ନାହିଁ। ତମାଳ ନିଜ କହୁଣୀକୁ ଆଉଁସ ଆଉଁସ ପଚାରିଲା, ଭିତରେ କିଏ ଅଛନ୍ତି? କାହିଁକି? ଜଗୁଆଳି କହିଲା। ମୁଁ ଯାଇକି ପଚାରିବି, ଏମିତି କଣ କେହି ଗାଡ଼ି ଚଳାନ୍ତି? ତମାଳ କହିଲା। କେଉଁଠି ତମର କଣ ହେଲା କି? ବେଶୀ କିଛି ହେଲା ପରି ଜଣାପଡ଼ୁନି ତ। କାର ଧାସରେ ତୁମେ ପଡ଼ିଯାଇଥିବ। ଯାଅ ଯାଅ, ଏଣିକି ରାସ୍ତାଠାରୁ ଦୂରେଇକି ଚିତ୍ର ଆଙ୍କିବ। ତମାଳ ଫାଟକ ପାଖରେ ଲେଖାଥିବା ଘର ମାଲିକର ନାଁଟା ପଢ଼ୁଥିଲା, ଦେବାଶିଷ ପଟ୍ଟନାୟକ। ସେ ସ୍ଥିର କଲା, ଆଉ ଦିନେ ଆସି ସେ ବାବୁଙ୍କୁ 2 ପଦ ଶୁଣେଇକି ଯିବ। ଏ ଦେଶର ଧନୀ ଲୋକଗୁଡ଼ିକ ଗରିବକୁ କଣ ଭାବୁଛନ୍ତି କି? ସେ ଜଗୁଆଳିକୁ କହିଲା, ମୁଁ ରାସ୍ତାଠାରୁ 5 ଫୁଟ ଦୂରରେ ଥିଲି। ତମ ବାବୁ ସକାଳୁ ପାଣି ନ ପିଇ ମାଲ ପିଇଥିବେ, ବୁଝିଲ? ଛକ ପାଖ ରମେଶ ଚା ଦୋକାନରେ ଏବେ ଆଉ ଗୋଟିଏ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା। ତମାଳ ଆସି ଦୋକାନ କଡ଼ ଟବ୍ରୁ ପାଣି ମଗେଇ ନେଇ କହୁଣୀଟି ଧୋଇଲା। Sample complete. Ready to continue?